ବିଶେଷ କରି ଅଚିହ୍ନା ଶବ ସେମାନଙ୍କ ପାଇଁ ତ ମୁଁ କଣ କହିପାରିବିନି। ଆପଣ କି ଦୁଃଖ ମତେ ଲାଗେ ସେମାନଙ୍କୁ ସବୁ ସତ୍କାର କଲାବେଳେ ନିଜର ଘର ଲୋକ ଭଳିଆ ଭାବି ସତ୍କାର କରେ। ଏ ଯେଉଁ ବ୍ୟକ୍ତି ଜଣକ ଚାଲି ଚାଲି ଆସୁଛନ୍ତି ସେ ଜଣେ ସାଧାରଣ ବ୍ୟକ୍ତି ନୁହନ୍ତି, ସେ ଜଣେ ଶବ ମଣିଷ ଭାବରେ ଜଣାଶୁଣା। ଆଜକୁ 3000ରୁ ଅଧିକ ସେ ଶବ ସତ୍କାର କରିସାରିଲେଣି। ସେ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ସୋର ରାୟପୁର ଅଞ୍ଚଳର ଶ୍ରୀଧର ମହାପାତ୍ର ଓରଫ ଠକ ଭାଇ। ଆସନ୍ତୁ ତାଙ୍କ ସହିତ ଅଧିକ ଆଲୋଚନା କରିବା। ଶ୍ରୀଧର ମହାପାତ୍ର, ସୌରନଗର, ରାୟପୁର ଗ୍ରାମ, ୱାର୍ଡ ନମ୍ବର 4। ଶବ ସତ୍କାର କରୁଛନ୍ତି କେତେ ବର୍ଷ ହେଇଗଲାଣି? ମୁଁ ମୋର ବର୍ତ୍ତମାନ 57 ବର୍ଷ ଚାଲିଛି। ମୁଁ 22-23 ବର୍ଷରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛି। ଆମ ଗ୍ରାମର ଯେଉଁମାନେ ପୁରୁଣା ଲୋକଙ୍କ ପାଖରୁ ଏ ପ୍ରେରଣା ପାଇଛି ଏବଂ ଗୋଟେ ସମୟରେ ମୁଁ ତ ଅନ୍ଧାରକୁ ବି ଭୟ କରୁଥିଲି। ପର୍ଯ୍ୟାୟକ୍ରମେ ସେସବୁ ଭୟ ମୋର ଦୂର ହେଇଛି ଏବଂ ମୁଁ ଯେତେବେଳେ ଆଜି ଶବ ସତ୍କାର କରୁଛି ସାରା ଦୁନିଆକୁ ଗୋଟିଏ ପରିବାର ଭଳିଆ ଭାବୁଛି। ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ତ ହିସାବ କରିନାହିଁ, କିନ୍ତୁ ମାସର 10-15 ହିସାବରେ ଯଦି ଆମେ ଆଭରେଜ ନେବା 2-3 ହଜାରରୁ ଉର୍ଦ୍ଧ୍ୱ ହେଇପାରେ। ମୁଁ ସେମିତି କିଛି ଗଣିତ କରିନାହିଁ। କୋଉ ସବୁ ଆସେ ଆପଣଙ୍କୁ ଶବ ସତ୍କାର କରିବା ପାଇଁ ଡାକରା? ବିଭିନ୍ନ ଜାଗାରୁ ଆସେ ଶବ ସତ୍କାର ପାଇଁ, ବିଭିନ୍ନ ଜାଗା ମୁଁ ଜାଣେ ନାହିଁ, ବିଭିନ୍ନ ନମ୍ବରରୁ ଆସେ, ପଞ୍ଚାୟତରୁ ଆସେ, ବିଭିନ୍ନ ଜିଲ୍ଲାର ମୋର ଯେଉଁ ସମ୍ପର୍କୀୟ ଅଛନ୍ତି ମୁଁ ମଧ୍ୟ ଯାଇଛି ସୁନ୍ଦରଗଡ଼ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ଜଗତସିଂହପୁର ଜିଲ୍ଲା, ପୁରୀ ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ଭଦ୍ରକ ଜିଲ୍ଲା ଏବଂ ବାଲେଶ୍ୱର ଜିଲ୍ଲାରେ ମୁଁ ଶବ ସତ୍କାର କାର୍ଯ୍ୟକ୍ରମ କରିଛି। ଏବଂ ବିଭିନ୍ନ ଜାଗାରେ ଶବ ସତ୍କାର ତରିକା ଅଲଗା ଏବଂ ମୁଁ ଆମର ଯେଉଁ ପୁରୁଣା ଲୋକମାନଙ୍କର ଶବ ସଂସ୍କାର ଯେଉଁ ପ୍ରଥା ଥିଲା ଏବଂ ତରିକା ଥିଲା ତାକୁ ମଧ୍ୟ ପରିବର୍ତ୍ତନ କରାଇଛି। ଏବଂ ବର୍ତ୍ତମାନ ଶବର ଅର୍ଥ ଯେଉଁଟା ମଣିଷ ଦେହରେ ଜୀବ ଥାଏ, ଜୀବ ଚାଲିଗଲା ପରେ ବି ତାର ସମ୍ମାନର ସହିତ ସଂସ୍କାର ହେବା ଦରକାର। ସେଥିପାଇଁ ମୁଁ କୌଣସି ପ୍ରକାର ଅପଦ୍ରବ୍ୟ ବ୍ୟବହାର, କିରୋସିନି, ପେଟ୍ରୋଲ, ଡିଜେଲ କି ଏଗୁଡ଼ାକ ସବୁ ବିରୋଧ କରେ। ଏବଂ ମୁଁ ଯେତିକି ଜାଣିଛି ମୁଁ ଏଗୁଡ଼ା ସବୁ ବହୁତ ତାର ସଂସ୍କାର ଆଣିଛି। 1/2 କିଲୋ କର୍ପୂର, 2ଟା ମାଟି ସରା ଏବଂ କିଲେ ଘିଅ ହେଲେ ଯେକୌଣସି ପ୍ରକାର ଶବ ବିଭିନ୍ନ ପ୍ରକାର ପ୍ରତିକୂଳ ପରିସ୍ଥିତିରେ ଏବଂ ପ୍ରତିକୂଳ ପାଗରେ ମଧ୍ୟ ସତ୍କାର ହେଇପାରିବ। ସେଥିରେ କିଛି ଦ୍ୱନ୍ଦ୍ୱ ନାହିଁ। ଦୁନିଆର ଯେଉଁ କାମଟା ମଣିଷର ପରିବାର କରିଥାଏ, ସେବା ଦେଇଥାଏ ଗୋଟେ ମଣିଷକୁ, କିନ୍ତୁ ମୁଁ ଜଣେ ତା ପରିବାରର ମଣିଷ ନହେଲେ କିନ୍ତୁ ମୁଁ ତାଙ୍କ ଶବ ସତ୍କାର ଟିକେ କରିବି, ତା ପରିବାର ସହିତ ମୁଁ ଯୋଡ଼ିଯିବି ଏବଂ ତା ପରିବାର ଜଣେ ସଦସ୍ୟକୁ ଗ୍ରହଣ କରିବି। ଏବଂ ଯେତେ ସବୁ ସତ୍କାର କରିଛି ତା ଭିତରେ ଦୁଃଖଦ ସମୟରେ ମୋର ବାପାଙ୍କର ଏବଂ ମୋ କକା ଡାକ୍ତର ପରେଶ ମହାପାତ୍ର ଏବଂ ଲୋପାମୁଦ୍ରା ମୋର ଯେଉଁ ଡକ୍ଟର ଭଉଣୀ ଥିଲେ, ତାଙ୍କର ଯେଉଁ ଦୁର୍ଦ୍ଦିନରେ ଅସମୟରେ ସେମାନେ ଦୁର୍ଘଟଣା ଜନିତ ମୃତ୍ୟୁ କାରଣ ହେଇଛି, ତାଙ୍କୁ ସବୁ ସତ୍କାର କରିବା। ଏବଂ ଯେଉଁ ମା ମୋତେ ବହୁତ ଭଲ ପାଏ, ମୋ ଯେ ବୁଢ଼ୀ ମା, ଏବଂ ତା ସବୁ ସତ୍କାର ମୁଁ ନ୍ୟାୟ ଦେଇଥିଲି। ଏବେ ମୋ ଟାଙ୍କୁରି ପଡ଼େ ସେମାନଙ୍କ କଥା ମନେ ପଡ଼ିକି ସାରା ଦୁନିଆଟାକୁ ଯେଉଁମାନେ ବିଶେଷ କରି ଅଚିହ୍ନା ଶବ ସେମାନଙ୍କ ପାଇଁ ତ ମୁଁ କଣ କହିପାରିବିନି। ଆପଣ କି ଦୁଃଖ ମତେ ଲାଗେ ସେମାନଙ୍କୁ ସବୁ ସତ୍କାର କଲାବେଳେ ନିଜର ଘର ଲୋକ ଭଳିଆ ଭାବି ସତ୍କାର କରେ। ଶବ ସତ୍କାର ମୁଁ ବହୁତ ଦିନ ହେଲା ତାଙ୍କୁ ଜାଣିଛି। ସେ ସମାଜସେବୀ ଭାବରେ ସ୍ୱରରେ ପରିଚିତ। ତାଙ୍କୁ ଆମେ ଠକ ଭାଇ ବୋଲି ଜାଣିଛୁ। ଆଉ ଶବ ସତ୍କାର କଥା କହିଲେ ତାଙ୍କୁ ଆଗେ ଖୋଜା ହୁଏ ସ୍ୱରରେ। ସେ ବହୁତ ଦୂରକୁ ବି ଯାଆନ୍ତି। ସେ ମାସ ସାରା ସେ ଶବ ସତ୍କାର କରି ତାଙ୍କ ଦିନ ଚଳିଯାଏ। ସେ ହାତରୁ ପଇସା ଦେଇକି ବି ସବୁଆଡ଼େ ସତ୍କାର କରନ୍ତି ନିଜ ଘରୁ। ବହୁତ ଭଲ ଲୋକ ସେ, ମୁଁ ଜାଣିପାରେ।